ଜୁଜୁମୁରା ବ୍ଲକ ତଥା ସଦର ବନାଞ୍ଚଳ ଅନ୍ତର୍ଗତ କଂସର ନିକଟରେ ବଣୁଆ ହାତୀ ଆକ୍ରମଣରେ ଆଜି ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନ 4:30 ସମୟରେ କଂସର ଅଞ୍ଚଳର 65 ବର୍ଷୀୟ ମୁଡ଼କି ମୁଣ୍ଡା ଶୌଚ ପାଇଁ ଯାଇଥିବା ବେଳେ ବଣୁଆ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ତେବେ ବଣୁଆ ହାତୀ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ପରେ ଏନେଇ ସ୍ଥାନୀୟ ଗ୍ରାମବାସୀମାନେ ସୂଚନା ପାଇବା ପରେ ବନ ବିଭାଗ ଏବଂ ଜୁଜୁମୁରା ପୋଲିସକୁ ସୂଚନା ଦିଆଯାଇଥିଲା। ଅନ୍ୟପକ୍ଷରେ ଏହି ଘଟଣାସ୍ଥଳରେ ସଦର ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବନ ବିଭାଗର କର୍ମଚାରୀ ଏବଂ ଅଧିକାରୀମାନେ ପହଞ୍ଚି ଏହି ଘଟଣା ନେଇ ଅଧିକ ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି।